ଆସନ୍ତୁ ଆଜି ଆମେମାନେ ପାଦାଙ୍ଗୁଷ୍ଠାସନ ବିଷୟରେ ଆଲୋଚନା କରି ଦେଖିବା। ଏହି ପାଦାଙ୍ଗୁଷ୍ଠାସନ ଆମମାନଙ୍କୁ ଶରୀର ପକ୍ଷୀ କ'ଣ କ'ଣ ହିତ କରିଥାଏ ସେ ସମ୍ପର୍କରେ ଆଲୋଚନା କରି ଦେଖିବା। ପାଦର ବୃଦ୍ଧ ଆଙ୍ଗୁଳିକୁ ପାଦାଙ୍ଗୁଷ୍ଠ କୁହାଯାଏ। ଏହି ଆସନ ତଦ୍ୱାରା କରାଯାଉଥିବାରୁ ଏହାକୁ ପାଦାଙ୍ଗୁଷ୍ଠାସନ କୁହାଯାଏ। ଏହି ଆସନ କଲା ସମୟରେ ଗୋଇଠି ଯେଉଁ ସ୍ଥାନରେ ଚାପି ହୋଇ ରହେ ତାହା ହେଉଛି ଶୁକ୍ର ସଞ୍ଚାରକ ସ୍ନାୟୁ। ଏହି ସ୍ଥାନରେ ବିଶେଷ ଭାବେ ଚାପ ପଡ଼ିଲେ ଶୁକ୍ରର ଅଧୋଗତି ହୋଇପାରେ ନାହିଁ। ତେଣୁ ବୀର୍ଯ୍ୟ ରକ୍ଷା କରିବାରେ ଏହି ଆସନ ଅନେକ ପରିମାଣରେ ସାହାଯ୍ୟ କରିଥାଏ। ଏହି ଆସନ ନିୟମିତ ରୂପେ କରୁଥିବା ବ୍ୟକ୍ତି ସ୍ୱପ୍ନ ଦୋଷ, ବାତ, ରକ୍ତ ବିକାର ପ୍ରଭୃତି ରୋଗ କବଳରେ ପଡ଼େ ନାହିଁ। ଚକ୍ଷୁ ରୋଗ ବିନଷ୍ଟ ହୋଇ ଦୃଷ୍ଟିଶକ୍ତି ଅତ୍ୟନ୍ତ ତେଜିୟାନ୍ ହୁଏ। ଏହା କରିବାର ବିଧି: ବାମ ପାଦର ଗୋଇଠି ଅଣ୍ଡକୋଷ ଓ ଗୁହ୍ୟଦ୍ୱାରର ମଧ୍ୟବର୍ତ୍ତୀ ସ୍ଥଳରେ ରଖନ୍ତୁ। କେବଳ ବାମ ପାଦ ଅଗ୍ରଭାଗରେ ସମଗ୍ର ଶରୀର ସନ୍ତୁଳିତ ହୋଇ ରହିବ। ହସ୍ତଦ୍ୱୟ ଅଣ୍ଟାର ଉଭୟ ପାର୍ଶ୍ୱରେ ରଖନ୍ତୁ, ନତୁବା ଯୋଡ଼ହସ୍ତ କରି ନମସ୍ତେ ଭଙ୍ଗୀରେ ରୁହନ୍ତୁ। ଏପରି କିଛି ସମୟ ରହିବା ପରେ ପରବର୍ତ୍ତୀ ପାଦରେ ପୁଣି ସେହିପରି କରିବାକୁ ଚେଷ୍ଟା କରନ୍ତୁ। ଇତି ଓମ୍।